ବର୍ତ୍ତମାନ ଯାହା ସୂଚନା ମିଳୁଛି, ଏବେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ। ଆସିଲା ବଡ଼ ସମୀକରଣ। ତେବେ ସୂଚନା ଅନୁସାରେ ଏସିଆ କପ୍ 2025ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳୁଛି। ଗ୍ରୁପ୍ ଷ୍ଟେଜ୍ରେ ହାତ ନ ମିଳାଇବା ବିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୁପର 4 ପର୍ଯ୍ୟାୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଗରମାଗର୍ମୀ ମାହୋଲ ମଧ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଉଭୟ ମ୍ୟାଚ୍ ହାରିଥିଲା। ସେମାନେ ଟିମ୍ ଇଣ୍ଡିଆ ସାମ୍ନାରେ ଠିଆ ହୋଇ ପାରିନଥିଲେ। କିନ୍ତୁ ବର୍ତ୍ତମାନ ପାକିସ୍ତାନ ଦଳ ପାଇଁ ପରିସ୍ଥିତି ଭିନ୍ନ ଏବଂ ସେମାନେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛନ୍ତି। ବାସ୍ତବରେ ପାକିସ୍ତାନ ଦଳ ଏବେ ସୁପର 4 ଦୌଡ଼ରେ ପଛରେ ପଡ଼ିଯାଇଛି। ଯଦି ସେମାନେ ଫାଇନାଲରେ ପହଞ୍ଚିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ 2 ପଏଣ୍ଟ ସହିତ ସୁପର 4 ପଏଣ୍ଟ ଟେବୁଲର ଶୀର୍ଷରେ ସମାନ ଅଛନ୍ତି। ଏହି ସମୟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିଜୟର ଖାତା ଖୋଲି ପାରିନାହାନ୍ତି। ତେଣୁ ଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ସେମାନଙ୍କର ବାକି 2ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ତଥାପି ଏହା ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଯଥେଷ୍ଟ ହେବ ନାହିଁ। ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ତାର ଦ୍ୱିତୀୟ ସୁପର 4 ମ୍ୟାଚ୍ ଖେଳିବ। ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତିଯାଏ, ତେବେ ସେମାନଙ୍କର ମଧ୍ୟ 2 ପଏଣ୍ଟ ହେବ। ଏହାପରେ ସେମାନେ ବାଂଲାଦେଶ ସହିତ ମୁକାବିଲା କରିବେ। ଏହି ମ୍ୟାଚ୍ ଜିତିଲେ ପାକିସ୍ତାନ 4 ପଏଣ୍ଟ ପାଇବ। ତଥାପି ଏହି ସମୀକରଣ ଅନୁସାରେ ବାଂଲାଦେଶ ମଧ୍ୟ 4 ପଏଣ୍ଟ ପାଇପାରିବ, କାରଣ ସେମାନେ ଭାରତ ବିପକ୍ଷରେ ମଧ୍ୟ ଏକ ମ୍ୟାଚ୍ ଖେଳିବେ। ତଥାପି ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଯାଏ, ତେବେ ପାକିସ୍ତାନ ପାଇଁ ପଥ ସଫା ହୋଇଯିବ। ତେଣୁ ପାକିସ୍ତାନ ଚାହିଁବ ଯେ ଟିମ୍ ଇଣ୍ଡିଆ ଯେକୌଣସି ମୂଲ୍ୟରେ ବାଂଲାଦେଶକୁ ପରାସ୍ତ କରୁ, ଯାହାଦ୍ୱାରା ପାକିସ୍ତାନର ଭାଗ୍ୟ ନିଜ ହାତରେ ରହିବ। ଟିମ୍ ଇଣ୍ଡିଆର ପରବର୍ତ୍ତୀ ସୁପର 4 ମ୍ୟାଚ୍ ସେପ୍ଟେମ୍ବର 24 ତାରିଖରେ ବାଂଲାଦେଶ ବିପକ୍ଷରେ ହେବ। ଏହି ମ୍ୟାଚ୍ରେ ବିଜୟ ପ୍ରାୟତଃ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିବ। ତେଣୁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ଯେକୌଣସି ମୂଲ୍ୟରେ ଜିତିବାକୁ ଚାହିଁବ, ଯାହାଦ୍ୱାରା ଶେଷ ସୁପର 4 ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ କର ବା ମର ପରିସ୍ଥିତିର ସମ୍ମୁଖୀନ ନ ହୁଏ।